ओम श्री साईराम। माननीय सभापति महोदय, पूज्य गुरुजी वृंद, पूजनीय गुरुमा, उपस्थित मोर प्रयास परिवार समस्त कर्मकर्ता मानू नववर्ष 2025 अग्रिम अभिनंदन जनाऊँ और छात्र छात्री मानू शुभेच्छा और शुभकामना जनाऊँ। आज आलोच्य तर्क प्रसंग माध्यमिक विद्यालय स्तर छात्र छात्री मैंने समाज सेवा विषय सुযোগ मिलिथिबारु निजକୁ ଧନ୍ୟ ମନେ କରିବା ସହ ପ୍ରୟାସ ପରିବାର ନିକଟରେ କୃତଜ୍ଞ ଜ୍ଞାପନ କରୁଛି। ଆଶା ବକ୍ତବ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ଆପଣଙ୍କ ମହାନଦୀରେ କ୍ଷମା ଦେବେ। ବନ୍ଧୁଗଣ, ବିନ୍ଦୁ ବିନ୍ଦୁ ଜଳର ମିଳନରୁ ସୃଷ୍ଟି ହୁଏ ମହାସିନ୍ଧୁ। ଗୋଟିଏ ଗୋଟିଏ ପତ୍ର ଖୁଣ୍ଟା ଗଛକୁ କରେ ଝଙ୍କାଳିଆ। ଗୋଟିଏ ଗୋଟିଏ ମାନବର ସମଷ୍ଟିରୁ ସୃଷ୍ଟି ହୁଏ ସମାଜ। ସମାଜ ଏକ ସମଷ୍ଟି, ବ୍ୟକ୍ତି ଏଠାରେ କେବଳ ଏକକ। ଛାତ୍ରରୁ ବ୍ୟକ୍ତିର ଏକ ମହାନ ଅଂଶ ପୁତ୍ର ବୀଜ ଭିତରେ ଥାଏ ବିରାଟ ବୃକ୍ଷର ସମ୍ଭାବନା। ଛାତ୍ର ଶକ୍ତି ସାଧାରଣ, ମାତ୍ର ସମାଜର ସମସ୍ୟା ଅସୀମ। ବ୍ୟକ୍ତିଗତ ଭାବେ ଛାତ୍ର ସମସ୍ୟାର ସମାଧାନ କରିବାରେ ଯେତେ ସଫଳ ନ ହେବ, ତାହା ଅଚିରେ ସମାଧାନ ହେବ। ଗ୍ରାମାଞ୍ଚଳ ବା ସହରାଞ୍ଚଳ ଅସ୍ୱାସ୍ଥ୍ୟକର ପରିବେଶ ପରିଚ୍ଛନ୍ନ କରିବାରେ ଲୋକମାନଙ୍କୁ ସଚେତନ କରାଇବେ। ଆବଶ୍ୟକ ସ୍ଥଳେ ରୋଗୀ ସେବା କରିବେ ଓ ଦରିଦ୍ର ଅସହାୟ ରୋଗୀଙ୍କୁ ରକ୍ତଦାନ କରିବେ ଓ ଦରିଦ୍ର ନିର୍ଗୁଣ ସ୍ୱାସ୍ଥ୍ୟହୀନ ମରଣ କାରଣ ବୋଲି ଲୋକମାନଙ୍କୁ ସଚେତନ କରାଇବେ। ଭାରତବର୍ଷ ତଥା ଓଡ଼ିଶାର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରକୃତି କ୍ଷତି ସାଧନ ହୁଏ। ଏହିପରି ଅତ୍ୟାବଶ୍ୟକ ସମୟରେ ଛାତ୍ର ସମାଜ ଅନାହାରରେ ପୀଡ଼ିତ ବାତ୍ୟା, ବନ୍ୟା, ମରୁଡ଼ି ବିପନ୍ନ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ଔଷଧ ଯୋଗାଇଲେ ମହାନ ପୁଣ୍ୟକର୍ମ ହେବ ବୋଲି ବୁଝାଯିବ। ଦାରିଦ୍ର୍ୟ ଓ ଦାନବର କରାଳ ଗ୍ରାସରେ ଆମ ଦେଶର ଅଧିକାଂଶ ଲୋକ ଏବେ କ୍ଷତ ବିକ୍ଷତ। ତାଙ୍କ ସେବା ଓ ଥଇଥାନ ପାଇଁ ଛାତ୍ରଛାତ୍ରୀମାନେ ଆଗଭର ହୋଇ ଆଗେଇ ଆସିବା ଉଚିତ। ଗ୍ରାମୀଣ ଓ ନିରକ୍ଷରମାନଙ୍କ ଥଇଥାନ ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି, ସେସବୁ ବିଷୟରେ ତାଙ୍କୁ ଜଣା ନାହିଁ। ଏହିସବୁ ଖବର ଲୋକମାନଙ୍କ ପାଖରେ ପହଞ୍ଚାଇବା ଛାତ୍ରଛାତ୍ରୀମାନଙ୍କ କର୍ତ୍ତବ୍ୟ। ଛାତ୍ରଛାତ୍ରୀ ସାଂସ୍କୃତିକ ଜାଗରଣ ଜାଗ୍ରତ ପହଁରି ସାଜି ନିଶାମୁକ୍ତ, ଯୌତୁକ ବିରୋଧ ଇତ୍ୟାଦି ଆନ୍ଦୋଳନ କରିବା ଉଚିତ। ଏହିସବୁ ମାଧ୍ୟମିକ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ଆଗଭର ହୋଇ କରିବା ପାଇଁ ଆଗେଇ ଆସିବା ଉଚିତ। ଏହି ବୟସକୁ ଆମେ ଇଂଲିଶରେ କହୁ ଟିନ୍ ଏଜ୍। ଏହି ବୟସରେ ରାଜା ରାମମୋହନ ରାୟ କୁସଂସ୍କାର ଉପରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ବୟସରୁ 12 ବର୍ଷର ଅବଧ ବାଳକ ବାଜିରାଉତ ମଧ୍ୟ ଇଂରେଜମାନଙ୍କ ବିରୁଦ୍ଧରେ ଯାଇ ବିଦ୍ରୋହ